ଆଜି ଆମେ ପଢ଼ିବା ସମନାଥ ବ୍ରତ କଥା। ତ ଲୋକ ସଂସ୍କୃତିରେ ଓଷା ଓ ବ୍ରତ କଥାର ପରମ୍ପରା ରହିଛି। ଆମେ ଜାଣିଛେ ସାଧାରଣତଃ ଓଷା ନାରୀମାନଙ୍କ ଦ୍ୱାରା ପାଳିତ ହେଉଥିବା ସ୍ଥଳେ ଉଭୟ ନାରୀ ପୁରୁଷ ବ୍ରତ ଆଚରଣ କରିଥାନ୍ତି। ବ୍ରତ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ସମାଜର ନୀତି ପ୍ରଚାର କରିବା ସହିତ ଧର୍ମଭାବ ଉଦ୍ରେକ ଏବଂ ବିଭିନ୍ନ ଦେବଦେବୀଙ୍କ ମାହାତ୍ମ୍ୟକୁ ପ୍ରସାର କରିବା। ଓଡ଼ିଶାରେ ବିଭିନ୍ନ ବ୍ରତ କଥାର ପ୍ରଚଳନ ରହିଛି। ଭାଷା ଦିଗରୁ ଓ ଭାବ ଦିଗରୁ ଆଲୋଚନା କଲେ ସମନାଥ ବ୍ରତ କଥା, ନାଗୁଲ ଚଉଠି ବ୍ରତ କଥା, ଦାମୋଦର ଓଷା ପ୍ରଭୃତି 1300 ବା 1400 ଶତାବ୍ଦୀର ବୋଲି ମନେହୁଏ। ତ ସମନାଥ ବ୍ରତକୁ କେତେକ ସ୍ଥାନରେ ବଡ଼ ଓଷା ବୋଲି ମଧ୍ୟ କହିଥାନ୍ତି। ଏହା ଏକ ସକାମ ବ୍ରତ। ସମନାଥ ହେଉଛନ୍ତି ଶିବ। ଏଥିରେ ଶିବଙ୍କୁ ପୂଜା କରାଯାଇଥାଏ। ଉଭୟ ନାରୀ ଏବଂ ପୁରୁଷମାନେ ଏହା ପାଳନ କରିଥାନ୍ତି। ଓଡ଼ିଆ ଭାଷାରେ ସମନାଥ ବ୍ରତ କଥା ରଚିତ ହୋଇଛି। ଶୈଳୀ ହେଉଛି ଗଦ୍ୟ। ସମ୍ପ୍ରତି ପଦ୍ୟ ଶୈଳୀରେ ମଧ୍ୟ ସମନାଥ ବ୍ରତ କଥା ମିଳୁଛି। ତେବେ ପ୍ରଥମାବସ୍ଥାରୁ ଏହାର ଶୈଳୀ ଗଦ୍ୟ ଥିବାର ଯଥେଷ୍ଟ ପ୍ରମାଣ ମିଳେ। ତ ଦେଖିବା ସମନାଥ ବ୍ରତ କଥାର ରଚନା କାଳ। ଦେଖିପାରୁଥିବେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି କହିଛନ୍ତି ସମନାଥ ବ୍ରତ କଥାର ରଚନା କାଳ ହେଉଛି 1500 ବା 1600 ଶତାବ୍ଦୀରେ ହୋଇଥିବା ସମ୍ଭବ। ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କ ମତରେ 1300 ବା 1400 ଶତାବ୍ଦୀର ରଚନା ବୋଲି ସେ ମତ ଦେଇଛନ୍ତି ଏବଂ ଡକ୍ଟର ମାୟାଧର ମାନସିଂହଙ୍କ ମତରେ ସମନାଥ ବ୍ରତ କଥାର ରଚନା କାଳ ହେଉଛି 1300 ରୁ 1400 ଶତାବ୍ଦୀ ମଧ୍ୟରେ ରଚିତ ହୋଇଛି ବୋଲି ମାୟାଧର ମତ ଦେଇଛନ୍ତି। ତାହେଲେ ସୁରେନ୍ଦ୍ର ମହାନ୍ତିଙ୍କ ମତରେ ଚତୁର୍ଦ୍ଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ବୋଲି ସେ କହିଛନ୍ତି ଏବଂ ଡକ୍ଟର ଦେବେନ୍ଦ୍ର ମହାନ୍ତିଙ୍କ ମତରେ ସପ୍ତଦଶ ଶତାବ୍ଦୀର ରଚନା ବୋଲି ସେ କହିଛନ୍ତି ଏବଂ ପଠାଣି ପଟ୍ଟନାୟକଙ୍କ ମତରେ ସପ୍ତଦଶ ଶତାବ୍ଦୀର ବୋଲି ସେ କହିଛନ୍ତି। ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ମତରେ 1500 ଏବଂ 1600 ଶତାବ୍ଦୀର ମଧ୍ୟବର୍ତ୍ତୀ। ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କ ମତରେ ଏହା ଷୋଡ଼ଶ ଶତାବ୍ଦୀ ତଥା ପଞ୍ଚସଖା ଯୁଗର ସମସାମୟିକ କିମ୍ବା କିଞ୍ଚିତ୍ ପରବର୍ତ୍ତୀ ସମୟର ରଚନା ହୋଇପାରେ ବୋଲି ମତ ଦେଇଛନ୍ତି। ଏବେ ଆମେ ଦେଖିବା ସମନାଥ ବ୍ରତ କଥାର କଥାବସ୍ତୁ। ସମନାଥ ବ୍ରତ କଥା ଏକ ଲୋକ କାହାଣୀ ଧର୍ମୀ ରଚନା। ଶିବ ମାହାତ୍ମ୍ୟ ପ୍ରଚାର ଉଦ୍ଦେଶ୍ୟରେ ଏହାର ସୃଷ୍ଟି। ଶିବ ପାର୍ବତୀଙ୍କ କଥୋପକଥନ ମାଧ୍ୟମରେ ଏହା ଅଗ୍ରଗତି କରିଛି। ଏକଦା ସମନାଥ ବ୍ରତର ବିଧିବିଧାନ ଏବଂ ମାହାତ୍ମ୍ୟ ସମ୍ପର୍କରେ ଶିବଙ୍କୁ ପାର୍ବତୀ ପ୍ରଶ୍ନ କରିବାରୁ ଶିବ ତାଙ୍କୁ ସେସବୁ ବୁଝାଇ କହିଛନ୍ତି। ଏଥିପାଇଁ ଗୋଟିଏ କାହାଣୀର ଅବତାରଣା କରାଯାଇଛି। ମାଳବ ଦେଶର ପାଟଲୀ ନଗରରେ ରାଜୁତି କରୁଥିଲେ ବୀର ବିକ୍ରମାଦିତ୍ୟ ନାମରେ ଜଣେ ଅତ୍ୟନ୍ତ ପ୍ରତାପୀ ରାଜା। ଧନ ଧାନ୍ୟରେ ତାଙ୍କର କୌଣସି ଅଭାବ ନଥିଲା। ଏକଦା ତାଙ୍କ ନିକଟକୁ 60 ଜଣ କାପୁଡ଼ିଆ ଆସିଲେ। ସେମାନଙ୍କୁ ରାଜା ନାନା ପ୍ରକାର ଭୋଜନରେ ଆପ୍ୟାୟିତ କଲେ। ରାଜାଙ୍କ ସତ୍କାରରେ ସେମାନେ ସନ୍ତୁଷ୍ଟ ହୋଇ ସମନାଥ ବ୍ରତ ପାଳନ କରିବାକୁ ରାଜାଙ୍କୁ ଉପଦେଶ ଦେଲେ। ରାଜା ସେହି ବ୍ରତକୁ ଉପହାସ କଲେ। ରାଜାଙ୍କ ଏତାଦୃଶ ଆଚରଣରେ ସମନାଥ ଦେବ ରାଗିଯାଇ ରାଜାଙ୍କୁ କୋଷ୍ଠବ୍ୟାଧି ହେବାର ଅଭିଶାପ ଦେଲେ। ରୋଗଗ୍ରସ୍ତ ରାଜା ମନ୍ତ୍ରୀଙ୍କୁ ରାଜ୍ୟଭାର ଓ ରାଣୀମାନଙ୍କ ଦାୟିତ୍ୱ ସମର୍ପଣ କରି ପୁତ୍ର ବୀରଭଦ୍ରଙ୍କୁ ସାଙ୍ଗରେ ନେଇ ରାଜ୍ୟ ଛାଡ଼ି ଚାଲିଗଲେ। ପଥରେ ତାଙ୍କର ସମସ୍ତ ଧନରତ୍ନ ଡକାୟତମାନେ ଲୁଣ୍ଠନ କରିନେଲେ। ରାଜାଙ୍କର ହାତ ଗୋଡ଼ ଛିଣ୍ଡି ପଡ଼ିଲା। ଭିକ୍ଷା ମାଗି ତାଙ୍କର ପୁତ୍ର ପାଳନ କରୁଥାଏ। ମନ୍ତ୍ରୀଙ୍କ ଡଗର ରାଜାଙ୍କ ଏଭଳି ଦୁର୍ଦ୍ଦଶା ମନ୍ତ୍ରୀଙ୍କୁ ଜଣାଇବାରୁ ମନ୍ତ୍ରୀ ସମାଗ୍ରହୀ ନିଜକୁ ରାଜ୍ୟର ରାଜା ବୋଲି ଘୋଷଣା କଲେ। ରାଜ ଉଆସରୁ ରାଣୀ ଓ ରାଜକନ୍ୟାଙ୍କୁ ସେ ତଡ଼ି ଦେଲେ। ବହୁ ଦୁଃଖରେ ମା ଓ ଝିଅ ଗୋଟିଏ ଜୀର୍ଣ୍ଣ କୁଡ଼ିଆରେ ଦିନ କାଟୁଥାନ୍ତି।
ସେ ଦେଶର ବ୍ରାହ୍ମଣୀମାନେ କାପୁଡ଼ିଆମାନଙ୍କ ଠାରୁ ସୋମନାଥ ବ୍ରତର ବିଧାନ ଶୁଣି ଯଥାବିଧି ବ୍ରତ ପାଳନ କରୁଥାନ୍ତି। ବ୍ରାହ୍ମଣୀମାନଙ୍କ ଠାରୁ ବ୍ରତର ବିଧି ଜାଣିପାରି ରାଜକନ୍ୟା ମାଆଙ୍କୁ କହନ୍ତି, ରାଣୀ ସୌମିଗ୍ରହୀଙ୍କ ପାଖକୁ ଯାଇ ବ୍ରତ ସାମଗ୍ରୀ ମାଗିବାରୁ ସୌମିଗ୍ରହୀ ତାଙ୍କୁ ଜିଘାଂସ ବଚନ କରେ। ରାଣୀ ଆକୁଳ ହୋଇ ସୋମନାଥଙ୍କୁ ନିଜର ଅନ୍ତରର ବେଦନା ଜଣାଇଲେ। ବ୍ରାହ୍ମଣୀମାନେ ତାଙ୍କୁ ପୂଜା ସାମଗ୍ରୀ ଦେଲେ। ପୂଜା ସାମଗ୍ରୀକୁ କୂଳରେ ରଖି ଖଣ୍ଡିଏ ଲେଙ୍ଗୁଟି ଶୁଖାଇ ରାଣୀ ସ୍ନାନ କରିବାକୁ ଗଲେ। ସ୍ନାନ ସାରି ଲେଉଟିଲା ବେଳକୁ କୂଳରେ ଶୁଖା ହୋଇଥିବା ଲେଙ୍ଗୁଟି ପାଟବସ୍ତ୍ରରେ ପରିଣତ ହୋଇ ସାରିଥାଏ। ବ୍ରାହ୍ମଣୀମାନେ ତାଙ୍କ ଉପରେ ସୋମନାଥଙ୍କ କୃପା ହୋଇଛି ଓ ସେ ପାଟବସ୍ତ୍ର ପରିଧାନ କରି ହାତରେ ବ୍ରତସୂତା ଧାରଣ କରିବାକୁ ପରାମର୍ଶ ଦେଲେ। କିନ୍ତୁ ରାଜା ସୁସ୍ଥ ହୋଇ ଫେରି ଆସିଲେ ସେ ବ୍ରତସୂତା ଧାରଣ କରିବେ ବୋଲି ରାଣୀ କହିଲେ। ରାଣୀଙ୍କୁ ସ୍ୱପ୍ନରେ ସୋମନାଥ ଦେବ ଦର୍ଶନ ଦେଇ ସବୁ ଦୋଷ ଖଣ୍ଡନ ହୋଇଥିବା କଥା ସୂଚାଇଲେ। ତେଣେ ରାଜାଙ୍କ ପାଖକୁ ସୋମନାଥ ଦେବ ପହଞ୍ଚିବାରୁ ରାଜାଙ୍କ ବ୍ୟାଧି ଦୂର ହେଲା ଏବଂ ସେ ପୂର୍ବ ସ୍ୱାସ୍ଥ୍ୟ ଫେରି ପାଇ ପୁତ୍ର ସହିତ ଆପଣା ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ। ରାଣୀ ଓ ରାଜକନ୍ୟାଙ୍କୁ ନ ଦେଖି ରାଜା ବିଷୟ ପଚାରିବାରୁ ମନ୍ତ୍ରୀ ସେ ଦୁହେଁ କୁଆଡ଼େ ପଳାଇଥିବା କଥା କହିଲେ। ରାଣୀ ଓ ରାଜକନ୍ୟାଙ୍କୁ ଖୋଜିବାକୁ ରାଜା ଦୂତ ପଠାଇଲେ। ଖୋଜି ଖୋଜି ଦୂତ ମା ଝିଅଙ୍କୁ ଆଣି ରାଜାଙ୍କ ପାଖରେ ଉପସ୍ଥିତ କଲେ। ମନ୍ତ୍ରୀ ସୌମିଗ୍ରହାର ସମସ୍ତ ଅପକର୍ମ କଥା ରାଣୀଙ୍କ ପାଖରୁ ଶୁଣି ଖଣାଖଉଡ଼ ସୌମିଗ୍ରହାକୁ ସବଂଶ ତହିଁରେ ପୋତିଦେଲେ। ରାଣୀ ସୋମନାଥ ବ୍ରତ ପାଳନ କରି ଈଶ୍ୱରଙ୍କ କୃପା ପାଇଛନ୍ତି। ସୋମନାଥଙ୍କ ପ୍ରତି ରାଜାଙ୍କର ଭକ୍ତି ଆସିଛି। ସୋମନାଥ ବ୍ରତର କାହାଣୀ ସଂଯୋଜନାରେ କୌଣସି ବୈଚିତ୍ର୍ୟ ନାହିଁ। ଅତି ସାଧାରଣ ଢଙ୍ଗରେ ତାହା ଗତିଶୀଳ ହୋଇଛି। ସୋମନାଥଙ୍କୁ ଅବଜ୍ଞା କଲେ ଦୁଃଖ ଯନ୍ତ୍ରଣା ମିଳିଥାଏ। ଅପର ପକ୍ଷରେ ତାଙ୍କ ପ୍ରତି ଭକ୍ତି ଆଚରଣ ପ୍ରଦର୍ଶନ ପୂର୍ବକ ବ୍ରତ ପାଳନ କଲେ ସୁଖ ସମ୍ପତ୍ତି ଲାଭ ହୋଇଥାଏ। ସୋମନାଥ ଦେବଙ୍କର ମହିମା ବଖାଣରେ ଏହା ପରିପୃଷ୍ଟ। ଏବେ ଦେଖିବା ଆମେ ସୋମନାଥ ବ୍ରତ କଥାର ଭାଷା। ଦେଖିପାରୁଥିବେ ସୋମନାଥ ବ୍ରତ କଥାରେ ଛୋଟ ଛୋଟ ବାକ୍ୟର ବ୍ୟବହାର, କ୍ରିୟାହୀନ ବାକ୍ୟର ବହୁଳ ବ୍ୟବହାର, ତତ୍ସମ ଶବ୍ଦର ବ୍ୟବହାର ହୋଇଛି ଏବଂ ଆଳଙ୍କାରିକ ଅନୁସ୍ୱାରର ଅବତାରଣା, ଶବ୍ଦର ଶେଷରେ କୋର ବ୍ୟବହାର ହୋଇଛି। ଯୁକ୍ତାକ୍ଷରକୁ ସରଳୀକୃତ କରାଯାଇଛି। ସରଳୀକୃତ ଶବ୍ଦ କେତୋଟି ସମ୍ବୋଧନ ସୂଚକ, ଏଣ ପ୍ରତ୍ୟୟର ବ୍ୟବହାର, ଏ ପ୍ରତ୍ୟୟର ବ୍ୟବହାର ଏବଂ କେତୋଟି ପଦର ପରିବର୍ତ୍ତନ, କେତୋଟି ପ୍ରାଚୀନ ଶବ୍ଦର ପ୍ରୟୋଗ ହୋଇଛି। ତାହେଲେ ଇଏ ଥିଲା ଆମର ସୋମନାଥ ବ୍ରତ କଥା। ତାହେଲେ ଆମେ ଜାଣିଲେ ସୋମନାଥ ବ୍ରତ କଥା।